ସରୀସୃପ କବି ବିନୋଦ ଚନ୍ଦ୍ର ନାୟକ। ସନ୍ଧ୍ୟାର ଆକାଶ ଗୁଜୁରାଟୀ ରମଣୀର ପାଲଟା ଶାଢ଼ୀ ପରି ସଫେଦ ଛାୟାପଥ। ଅତି ପରିଚ୍ଛନ୍ନ। ଦିଗ ତଳେ ବାଇଗଣୀ ସ୍ୟାହି ପରି ସ୍ୱଳ୍ପ ମେଘଛାୟା। କଫି ଓ ବାଦାମ ବନ। ପରିବ୍ୟାପ୍ତ ଗୋଦାବରୀ ତଟ ଯାଏ। ବହୁ ଦୂରେ ସ୍ଲେଟ ଖଣିରୁ ମାନ୍ଦ୍ରାଜୀ କୁଲିର ବସ୍ତିରୁ ନୀଳ ଲଣ୍ଠନର ଈଷତ୍ ଆଲୋକ ଆସେ। ହଠାତ୍ ଦେଖିଥିଲି ସଖୀ ତୁମ ପୃଷ୍ଠତଟର ସଫଳ ଗୌରବ। ତୈଲଙ୍ଗୀ ଖୋସାର ତଳେ ଗ୍ରୀବାଚୁମ୍ବୀ ବିରଳ କୁଞ୍ଚିତ କେଶ। ଋଜୁ ବାହୁଲତା ଫାଙ୍କେ ପରିପୁଷ୍ଟ ସ୍ତନର ସୁସ୍ପଷ୍ଟ ଆଭାସ। ଗୁରୁ ନିତମ୍ବର ଆମନ୍ତ୍ରଣ। ଉପରେ ରିଠାବୃକ୍ଷର ପରିଣତ ଶାଖା। ତଳେ ସାଜି ମାଟିର ନୀଳ ଆସ୍ତରଣ। ଏଇ ପରିସ୍ଥିତି ମଧ୍ୟେ ଆଦିମ ସରୀସୃପର ସାନ୍ନିଧ୍ୟ କ୍ଷୁଧା ନେଇ ପରସ୍ପରର ପରିଚୟ ହେଲା। ତୁମ ନଗ୍ନ ସ୍ୱାସ୍ଥ୍ୟର ସ୍ୱାଦ, ନିବିଡ଼ ତୁମର ମସୃଣ ଉଗ୍ରତା ଦେଇଥିଲା ଗଭୀରତା ଆଉ ପରିତୃପ୍ତି। ନିଷ୍କାସିତ କାମନା ଏ ତନୁ ତଟ ସଖୀ। ବୋଧକଲି ଆଦ୍ୟଥର ପାଇଁ। ଲଘୁ ସ୍ପଷ୍ଟ ଆଉ ଚିରନ୍ତନ। ଉପରେ ସଫେଦ ଜହ୍ନ ପରି ଅତି ପରିଚ୍ଛନ୍ନ। ତୁମରି ଖୋସାର ଶୀତକାଳୀନ କୌଣସି ରଙ୍ଗୀନ ଫୁଲର ଗଭା ଦେଇଥିଲା ମଧୁର ଗନ୍ଧର ମାଦକତା। ହୁଏତ ମୁଁ ଦେଖିନାହିଁ ବିରଳ ଆଲୋକେ ଓଷ୍ଠେ ଗାତ୍ରେ ନୟନ ଯୁଗ୍ମରେ ସାବଲୀଳ ଶୋଭାଯାତ୍ରା। ସେଇ ଆଦିମ କ୍ଷୁଧାର ସ୍ପର୍ଶ ଅବହେଳା କରିଥିଲା ଉଭୟର ବାହ୍ୟିକ ଓ ସାମାଜିକ ପରିଚୟ। ପ୍ରଥମ ପୃଥିବୀର ଅବିଭାଜ୍ୟ ଶ୍ରେଣୀ ସରୀସୃପ ପରି କେଉଁ ସମ୍ଭାବ୍ୟ ଭ୍ରୂଣର ବିକାଶ ଆକାଙ୍କ୍ଷା ଉଭୟର ମାଂସ ଆଉ ରକ୍ତର ପଲସ୍ତରା ତଳେ ଅଙ୍କୁରିତ ହେଲା। ତାହାର ପ୍ରତିଧ୍ୱନି ସେଇ ଜୈବିକ ପ୍ରକୃତିର ଉଦଗ୍ର ପ୍ରକାଶ ଆକାଂକ୍ଷା ନିଜ ମଧ୍ୟେ କରିଥିଲି ଅନୁଭବ। ଲଘୁ ସ୍ପଷ୍ଟ ଆଉ ଚିରନ୍ତନ। ଆଦିମ ପୃଥିବୀ ପରି ଅତି ପରିଚ୍ଛନ୍ନ। ଆଜି ପୁଣି ଆକାଶରେ ଅନୁରାଧା ନକ୍ଷତ୍ରର ଜହ୍ନ ଅତି ପରିଚ୍ଛନ୍ନ। ଦୂର ବାର୍ଲି କ୍ଷେତେ ପୁଷ୍କର ମେଘର ଛାୟା। ମନେ ପ୍ରଶ୍ନ ଆସେ ଏଇ ଯେ ସମ୍ଭାବ୍ୟ ଭ୍ରୂଣର ସଂସ୍ଥାନ ହୋଇଲା, ତାର ପରିଣତି କ'ଣ ଅତି ମାନବର ଆବିର୍ଭାବ? ଏଇ ପ୍ରଶ୍ନ ସମାଧାନହୀନ। ଏ ପ୍ରଶ୍ନ ହୁଏତ ସମ୍ପର୍କବିହୀନ। ପ୍ରାଗୈତିହାସିକ ସରୀସୃପର ଯୌନ ପ୍ରକାଶ ଆକାଂକ୍ଷା ଆଜି ଅନୁଭବ କରେ ନିଜ ମେରୁଦଣ୍ଡ ତଳେ ଆଉ ଖୋଜି ବୁଲେ ତୁମ ନଗ୍ନ ଆଭରଣହୀନ ଅଙ୍ଗ। ତରୁ ତଳେ ନଦୀ କୂଳେ ସେଇ ନଗ୍ନ ସ୍ୱାସ୍ଥ୍ୟବତୀ ଅଙ୍ଗ। ତାହାରେ ମୁଁ କରେ ନମସ୍କାର। ସେଇ ସ୍ପଷ୍ଟ, ସେଇ ଚିରନ୍ତନ। ଉପରେ ସଫେଦ ଜହ୍ନ ପରି ଅତି ପରିଚ୍ଛନ୍ନ। ସରୀସୃପ କବିତା ସଂକଳନରୁ। ପୁରୁଷର ଯୌନାଙ୍ଗକୁ ସରୀସୃପ ବୋଲି କବିତାରେ କୁହାଯାଇଅଛି। କାରଣ ତାହା ଯେତେବେଳେ ମୋଟା, ଦୀର୍ଘ ଏବଂ ଟାଣ ହୋଇଯାଇ ନାରୀର ଯୋନିରେ ଠେଲି ହୋଇ ପଶେ, ସେତେବେଳେ ସେଇଟି ସରୀସୃପ ହୋଇଯାଏ। ସ୍ୱାମୀ ସ୍ତ୍ରୀ ବା ପତିପତ୍ନୀର ଶାରୀରିକ ସମ୍ପର୍କ ଓ ମିଳନର ଯୌନ ଇଚ୍ଛା ଓ ତାହାର ପରିତୃପ୍ତି, ସନ୍ତୋଷ ବିଧାନରୁ ଯେଉଁ ତୃତୀୟ ମନୁଷ୍ୟର ଜନ୍ମ ରୀତିରେ ଉତ୍ପତ୍ତି ତଥା ଜୀବନର ଆରମ୍ଭ ହୁଏ, ସେହି ସନ୍ତାନଟି ବଡ଼ ହେଲେ ମାନବ ହେବ କି ଦାନବ ହେବ, ଦୁଷ୍ଟ ହେବ କି ଶିଷ୍ଟ ହେବ, ମଣିଷ ହେବ କି ପଶୁ ପିଶାଚ ହେବ, ସେହି ପ୍ରଶ୍ନ ସ୍ୱାମୀ ବା ପତିଟି ତାର ରମଣ ପ୍ରିୟା ସ୍ତ୍ରୀ ପତ୍ନୀକୁ ରମଣ କ୍ରିୟା ବେଳେ ପଚାରିଛନ୍ତି। ତଥାପି ଏଭଳି ପ୍ରଶ୍ନ ପଚରା ବୃଥା, ଯେହେତୁ ଏହା ଆଗାମୀ ଭବିଷ୍ୟତର ଅଜଣା କଥା। ଯୌନତାର ସହିତ ସମ୍ପର୍କ ଏହାର ନାହିଁ। ଗୋଧୂଳିର ଗୁଧ୍ର ଛାୟା। କ୍ଳାନ୍ତି ପୋଛିନେବା ପାଇଁ ରାତ୍ରି ଲୋଡ଼ା। ମାତ୍ର ସେ ରାତ୍ରିଟି କାହିଁ? ଖଇବୁଣା ଆକାଶର ଝୋଟିଦିଆ ଅଗଣାର ସୋଲର ଦୀପଶିଖାରେ ତୀର୍ଥଯାତ୍ରା ପ୍ରପିତାମହର ପୋଥିପତ୍ର ଚିତ୍ର ପରି କ୍ରମେ ଲିଭିଯାଏ। ଏଇ ସବୁ କ୍ଳାନ୍ତି ନାକୀ ପବନ ପଚନ କ୍ଷୟିଷ୍ଣୁ ସବୁ ସମାଜଭୂମିର ଭ୍ରାନ୍ତିର ପ୍ରସୂତ ଯେତେ ସଂକ୍ରାମୀ ଅସୁଖ। ଶୈଳ୍ପିକ ଅନୁଷଙ୍ଗରେ ସଂହତ ରକ୍ତିମ କ୍ଳେଦ ଓ ଶୁଭ୍ରତା ନେଇ କିତାବର ସମର୍ଥିତ ସରଳ ରୈଖିକ ଏକ ସମାଧାନ ପାଇଁ ଦୁରୂହ ଗୁତେଇସା।
ତେଣୁ ନୀଳାଚ ଦୂଷିତ ଏଇ ଆକ୍ଲିଷ୍ଟ ଜୀବନ କ୍ଳାନ୍ତି ନାକି ଅଥଚ ଅନ୍ଧାରେ ଜ୍ୟୋତିକୀଟ ସମ ଏକ ବିଶ୍ରାମର କାନ୍ତିମୟ ଗୌର ଦୀପରେଖା ଦେଖାଯାଏ ନଭେ। ସମୁଦ୍ର ବଳୟ ପରେ ଗୋଧୂଳି ଗୃଧ୍ରର ଛାୟାଚକିତ କି କେଉଁ ନାବିକ ଦୂରବୀଣେ ମନରେ ପ୍ରତ୍ୟୟ ଆଣି ତଟ ଘନ ଦାରୁଚିନି ବନେ। ଆଶ୍ୱାସ ଓ ଅବକାଶ ବୁଣି ବୁଣି ଆସେ ଅଞ୍ଚଳୁକେ ପ୍ରିୟ ନାରୀ ଏକ କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ ରାତ୍ରି ପାଇଁ ଏ କ୍ରନ୍ଦନ କ୍ଳାନ୍ତି ପାଇଁ ଏ କ୍ରନ୍ଦନ ନିରୁପମ ବାଚନ ଋତିକ ତଥାପି ସମ୍ବେଗହୀନ ଶବ୍ଦର କଙ୍କାଳ। ପ୍ରାନ୍ତର ନକ୍ଷତ୍ର ନଦୀ ଆକାଶରୁ ପରିତ୍ୟକ୍ତ ଏ ଯେ ଅପରାଧ କ୍ଷମା ଦେଇ ପାରିବ କି ବାଢ଼ି ଦେଇ ଅନ୍ଧାରର ସ୍ୱାଦ ଅଥବା ଅନ୍ଧାର। ନାବିକର ଜୀବନଯାତ୍ରାରେ ସନ୍ଧ୍ୟା ବିତିଯିବା ପରେ ଯୌନ ଉପଭୋଗର ପରକୀୟା ପ୍ରୀତି କାମନାର ଶାଗୁଣା ରୂପୀ ଅଶୁଭ ସନ୍ଧ୍ୟାରେ ମନର ବିକାର ହୃଦୟରେ ତାର ଚଉଡ଼ା ପକ୍ଷ ବିସ୍ତାରି ସମଗ୍ର ଦେହ ମନକୁ ପାପବୋଧରେ କଳଙ୍କିତ ଅପବାଦ ଅପମାନ ଭୋଗର ଗୋଧୂଳି ବା ସନ୍ଧ୍ୟାର କାଳିମା ସୃଷ୍ଟିକାରୀ କବିତା। ଗୋଟିଏ ଅପେରା ନାଟକ ନାମରେ ଅଛି ଶାଗୁଣା ବସିଛି ଡେଣା ମେଲାଇ ସେହିଭଳି ନାମର ଏହି କବିତା। ଗୃଧ୍ର କହିଲେ ଶାଗୁଣାକୁ ବୁଝାଏ। ଶାଗୁଣାର ଡେଣା ମାନେ ପରକୀୟା ପ୍ରୀତି କାମନାର ଅଲଙ୍ଘ୍ୟମୟତା। ନାବିକମାନେ ସାଧାରଣତଃ ନିଜର ସ୍ତ୍ରୀ ପିଲା ପରିବାର ଠାରୁ ବହୁତ ଦୂରରେ ଥାଆନ୍ତି। ତେଣୁ ସମୁଦ୍ରର ଜଳଯାତ୍ରା କରିବା ସମୟରେ ଯଦି ଦୈହିକ କାମନାର ଇଚ୍ଛା ଜାଗ୍ରତ ହୁଏ ତେବେ ସେମାନଙ୍କ ଭିତରୁ ଅନେକ କାମାନ୍ଧ ହୋଇଯାଇ ପରନାରୀ ଉପଭୋଗ ପ୍ରୀତିଲାଳସାର ଶିକାରରେ ପୀଡ଼ିତ ହୋଇଯାଇ ସମୁଦ୍ର ପଥରେ ବେଳେବେଳେ ବେଶ୍ୟାନାରୀର ଆସଙ୍ଗଲିପ୍ସା ଚାହାନ୍ତି। ସେହି ଚିନ୍ତାଧାରାର ଏହି ଅତିଶୟ ଦୁର୍ବୋଧ୍ୟ ବୌଦ୍ଧିକ କ୍ଳିଷ୍ଟ ଭାବବୋଧ୍ୟ କଳାତ୍ମକ କବିତା କୀର୍ତ୍ତି। କବିତାର ପ୍ରକାଶଭଙ୍ଗୀ କଷ୍ଟକର ହେଲେ ବି କବିତାର ବିଷୟ ଉପସ୍ଥାପନାରେ ରହିଛି ପରକୀୟା ପ୍ରୀତିର ମୁଦ୍ରାଙ୍କନ। ରମଣୀୟାର୍ଥ ପ୍ରତିପାଦକଃ ଶବ୍ଦଃ କାବ୍ୟମ୍ ବାକ୍ୟର ସୁନ୍ଦର ଚାରୁ ପ୍ରମାଣିତ ଏହି କ୍ଷୁଦ୍ର ଆକାର ବିଶିଷ୍ଟ ଅଥଚ ଦୁର୍ବୋଧ୍ୟ ବୌଦ୍ଧିକ କବିତା ବୁଦ୍ଧିର କସରତ ହୋଇଅଛି ଏକଥା ନିଶ୍ଚିତ କହିବାକୁ ହେବ।